ବାପା ମୁମୂର୍ଷୁ ଅବସ୍ଥାରେ ରହିଥିଲେ। ସେ ବାହାରିଲା। ମନ୍ଦିର ବନ୍ଦ ଥିଲା, ମସଜିଦରେ ତାଲା ପଡ଼ିଥିଲା, ଗିର୍ଜାଘର ପରଦା ଆଡ଼ୁଆଡ଼େ ଥିଲା, ଗୁରୁଦ୍ୱାର ବି ତାଲା ଝୁଲୁଥିଲା। ଏ ସମସ୍ତ ଧର୍ମପୀଠ ଯାକ ବନ୍ଦ ଦେଖି ସେ ବିମୁଢ଼ ହୋଇ ରହିଗଲା। ସହସା ତାର ମୁମୂର୍ଷୁ ପିତା ତାର ମନେ ପଡ଼ିଲେ। ଏ ସମସ୍ତ ପବିତ୍ର ସ୍ଥଳୀଯାକ ପଛରେ ପକାଇ ସେ ବିଷଣ୍ଣ ହୋଇ ଘର ମୁହଁ ଧାଇଁଲା। ତାର ବାବା ସୁସ୍ଥ ହୋଇ ଉଠିଲେ। ବହୁରୂପୀ ଋତ୍ୱିକ। ଜନ୍ମ ପୂର୍ବରୁ ସମସ୍ତ ରଙ୍ଗ ଶୋଷି ନିଆ ହୋଇଥିଲା। ଆମେ ଏକ ରଙ୍ଗହୀନ ଜୀବନ ନିର୍ବାହ କରି ଚାଲିଥିଲୁଁ। ଆମକୁ ଶିଖାଇ ଦିଆ ହୋଇଥିଲା ଯେ ଏହା ହିଁ ଆଲୁଅ। ଆମେ ଯେତେବେଳେ ଆଲୁଅ ଦିଗରେ ଅଗ୍ରସର ହେଲୁଁ, ସେ ଏଣ୍ଡୁଅ ନା କେବଳ ଆକାଶ ପଟେ ଚାହିଁ ରହିଥିଲା, ବରଂ ଆହୁରି ବି ଆମକୁ ଆକାଶ ବାବଦ ବର୍ଣ୍ଣନା ବି କରୁଥିଲା। ହେଲେ ଆମେ କ୍ଷୀଣ ଦୃଷ୍ଟି ସମ୍ପନ୍ନମାନେ ଆକାଶରୁ କ'ଣ ଅବା ପାଉଥିଲୁଁ? ଆମେ ତ ସେଇ କ୍ଷଣକେ ରଙ୍ଗ ବଦଳୁଥିବା ଏଣ୍ଡୁଅ ଉପରେ ଦୃଷ୍ଟି ନିବଦ୍ଧ କରି ରହିଥିଲୁଁ। ଏବେ ମୁଁ ଆଲୁଅ ଦେଖନ୍ତି